प्रभु जीशुଙ୍କ नामରେ धन्यवाद ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଦୟାଦାନ ନମସ୍କାର ଜ୍ଞାପନ କରେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରତ୍ୟେକ ବିଶ୍ୱାସୀମାନଙ୍କ ପାଇଁ ଚରିତ୍ର ବିଷୟରେ କିଛି ବିଷୟ ପ୍ରକାଶ କରିବା ପାଇଁ ଚାହେଁ। ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ ଚରିତ୍ର ବିଷୟରେ ଆପଣମାନେ କିଛି ସମୟ ଏହି ଭିଡ଼ିଓକୁ ସଠିକ୍ ଭାବରେ ଦେଖନ୍ତୁ, ସଠିକ୍ ଭାବରେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଚରିତ୍ର ବିଷୟରେ କିଛି ବିଷୟ ପ୍ରକାଶ କରିବା ପାଇଁ ଚାହେଁ। ଆମର ନିଜର ଜ୍ଞାନ ଆମମାନଙ୍କୁ ଉଚ୍ଚ ଜାଗାକୁ ନେଇଥାଏ ଏବଂ ପ୍ରଭୁଙ୍କର ଦାନ, ନିଜର ଜ୍ଞାନ ବା ନିଜର ଟ୍ୟାଲେଣ୍ଟ ଏବଂ ପ୍ରଭୁଙ୍କର ଦାନ ଗିଫ୍ଟ, ଏହି ଦୁଇଟି ବିଷୟ ଆମ୍ଭମାନଙ୍କୁ ଉଚ୍ଚ ଜାଗାକୁ ନେଇଥାଏ। ଆମର ଜ୍ଞାନ ଦ୍ୱାରା ଆମେମାନେ ଉଚ୍ଚ ଜାଗାରେ ଯାଇପାରିଥାଉ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ଆମ୍ଭମାନଙ୍କର ଚରିତ୍ର ଯଦି ଖରାପ, ତାହେଲେ ଗୋଟିଏ ସେକେଣ୍ଡରେ ତଳକୁ ଖସି ଯାଇ ହେବ। ଏ ବିଷୟ ଆପଣମାନେ ଧ୍ୟାନ ଦେବା ଦରକାର। ଆମର ନିଜର ଜ୍ଞାନ ଏବଂ ପ୍ରଭୁଙ୍କର ଦାନ ଆମ୍ଭମାନଙ୍କୁ ତ ଉଚ୍ଚ ଜାଗାକୁ ନେଇଥାଏ, ଉଚ୍ଚ ସ୍ଥାନରେ ଆମ୍ଭେମାନେ ଯାଇପାରିଥାଉ ନିଜର ଜ୍ଞାନ ଦ୍ୱାରା, ନିଜର ଟ୍ୟାଲେଣ୍ଟ ଦ୍ୱାରା। କିନ୍ତୁ ଆମର ଚରିତ୍ର ଯଦି ଖରାପ, ତାହେଲେ ଗୋଟିଏ ସେକେଣ୍ଡରେ ତଳକୁ ଖସି ଯାଇ ହେବ ଏବଂ ଲୋକମାନେ ଖସି ଅଛନ୍ତି ମଧ୍ୟ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯାହାର ଚରିତ୍ର ଠିକ୍ ସେ ହିଁ ଆଗକୁ ବଢ଼ିପାରିବ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆସନ୍ତୁ ଆମ୍ଭେମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖାଯାଇଥିବା ଆଦି ପୁସ୍ତକ ତାର 41 ପର୍ବ, ତାର 41 ପଦରୁ 44 ପଦ ପର୍ଯ୍ୟନ୍ତ ଯଦି ଦେଖିବା, ତାହେଲେ ଏହି ଜାଗାରେ ଗୋଟିଏ ବିଷୟ ଲେଖାଯାଏ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ଜାଗାରେ ଲେଖାଯାଏ, ଫାରୋ ଯୋସେଫଙ୍କୁ ଆହୁରି କହିଲେ, ଦେଖ, ଆମେ ତୁମକୁ ସମୁଦାୟ ମିଶ୍ର ଦେଶ ଉପରେ ନିଯୁକ୍ତି କଲୁ। ଫାରୋ କହୁଛନ୍ତି ଯୋସେଫଙ୍କୁ। ଅନନ୍ତର ଫାରୋ ଆପଣା ହସ୍ତରୁ ନିଜ ସନ୍ତକ ଅଙ୍ଗୁରୀୟ କାଢ଼ି ଯୋସେଫଙ୍କ ହସ୍ତରେ ଦେଇ ତାଙ୍କୁ ସୂକ୍ଷ୍ମ ବସ୍ତ୍ର ପିନ୍ଧାଇ ତାଙ୍କ ଗଳାରେ ସୁବର୍ଣ୍ଣ ହାର ଦେଲେ। ପୁଣି ତାଙ୍କୁ ଆପଣା ଦ୍ୱିତୀୟ ରଥରେ ଆରୋହଣ କରାଇଲେ। ଆଉ ଲୋକମାନେ ତାହାଙ୍କ ଆଗେ ଅବ୍ରେକ ଅବ୍ରେକ ଅର୍ଥାତ୍ ଆଣ୍ଟୁପାତ ଆଣ୍ଟୁପାତ ବୋଲି ଘୋଷଣା କଲେ। ଏହି ପ୍ରକାର ସେ ତାଙ୍କୁ ସମସ୍ତ ମିଶ୍ର ଦେଶ ଉପରେ ନିଯୁକ୍ତି କଲେ। ଅନନ୍ତର ଫାରୋ ଯୋସେଫଙ୍କୁ କହିଲେ, ଆମେ ଫାରୋ ଅଟୁ, ଏହେତୁ ତୁମ ଆଜ୍ଞା ବିନୁ ସମସ୍ତ ମିଶ୍ର ଦେଶରେ କୌଣସି ଲୋକ ହାତ ଗୋଡ଼ ଉଠାଇ ପାରିବ ନାହିଁ। ଏହି ଜାଗାରେ ଯୋସେଫଙ୍କ ବିଷୟରେ ଆମେମାନେ ଦେଖିପାରୁଛୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯୋସେଫଙ୍କୁ ଜ୍ଞାନ ଥିଲା ଏବଂ ପ୍ରଭୁଙ୍କର ଦାନ ମଧ୍ୟ ଥିଲା, ଗିଫ୍ଟ ମଧ୍ୟ ଥିଲା। ଯୋସେଫଙ୍କ ପାଖରେ ନିଜର ଟ୍ୟାଲେଣ୍ଟ ଥିଲା ଏବଂ ପ୍ରଭୁଙ୍କର ଗିଫ୍ଟ ମଧ୍ୟ ଥିଲା, ଯାହାକି ନିଜର ଜ୍ଞାନ ଏବଂ ପ୍ରଭୁଙ୍କର ଦାନ। ଏହି ଦୁଇଟି ବିଷୟ ଦ୍ୱାରା ଯୋସେଫ ଉଚ୍ଚ ସ୍ଥାନରେ ଅଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ଯୋସେଫଙ୍କର ଚରିତ୍ର ଯଦି ଠିକ୍ ନଥାନ୍ତା, ତାହେଲେ ଯୋସେଫଙ୍କ ବିଷୟରେ କେମିତି ହେଇଥାନ୍ତା? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଫାରୋ ଯୋସେଫଙ୍କ ବିଷୟରେ ଅନେକ ବିଷୟ କହିଅଛନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଥମ କରନ୍ତୀୟ ଯଦି ଦେଖିବେ, ତାହେଲେ ଲେଖାଯାଏ, ଏହି ସମୟରେ ଆପଣମାନଙ୍କ ପାଖରେ ଈଶ୍ୱରଙ୍କର ପବିତ୍ର ବାଇବଲ ଅଛି, ତାହେଲେ ଦେଖନ୍ତୁ, ନହେଲେ ଆପଣମାନେ ଲେଖିକି ମଧ୍ୟ ରଖନ୍ତୁ। ଏହି ଜାଗାରେ ଲେଖାଯାଏ, ପ୍ରଥମ କରନ୍ତୀୟ ତାର 15 ପର୍ବ 33 ପଦରେ ଲେଖାଯାଏ, ଭ୍ରାନ୍ତ ନ ହୁଅ, କୁସଂଘର୍ଷ ନିଷ୍ଠାଚାର ନଷ୍ଟ କରେ। ଅନେକ ଲୋକମାନେ ଭ୍ରାନ୍ତ ହେଉଛନ୍ତି। କିନ୍ତୁ ପ୍ରଥମ କରନ୍ତୀୟ ତାର 13:6 ଲେଖାଯାଏ, ଅଧର୍ମରେ ଆନନ୍ଦ କରେ ନାହିଁ, କିନ୍ତୁ ସତ୍ୟରେ ଆନନ୍ଦ କରେ। ଗୋଟିଏ ଧାର୍ମିକ ବ୍ୟକ୍ତି, ପବିତ୍ର ବ୍ୟକ୍ତି, ପ୍ରଭୁଙ୍କୁ ଭୟ କରିବା ବ୍ୟକ୍ତି
ସେ ଅଧର୍ମରେ ଆନନ୍ଦ କରେ ନାହିଁ। ସେ ବ୍ୟକ୍ତି ଧର୍ମରେ ଆନନ୍ଦ କରେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ଆପଣମାନେ ଦେଖିବେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ତାହେଲେ ସାମସନ୍ ଆପଣ ଚରିତ୍ର ସମ୍ଭାଳି ପାରିଲା ନାହିଁ ଏବଂ ଦାଉଦ ମଧ୍ୟ ଆପଣ ଚରିତ୍ର ସମ୍ଭାଳି ପାରିଲା ନାହିଁ। ଆମେମାନେ ନିଜେ ନିଜେ ଆମର ଚରିତ୍ର ବିଷୟରେ ଆମେମାନେ ନିଜେ ନିଜେ ଦାୟୀ। କେମିତି ପ୍ରଭୁଙ୍କର ପ୍ରିୟ ଲୋକମାନେ, କେମିତି ଏଇ ଜାଗାରେ ଲେଖାଯାଏ ଭଲ ଚରିତ୍ର ଏବଂ ଖରାପ ଚରିତ୍ର ଆମେ ନିଜେ ହିଁ କରିଥାଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଭଲ ଚରିତ୍ର ଖରାପ ଚରିତ୍ର ଆପଣମାନେ ନିଜେ ବନେଇଥାନ୍ତି। ଏ ବିଷୟ ଆପଣମାନେ ଧ୍ୟାନ ଦେବା ଦରକାର। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ସାମସନ୍ ନିଜର ଚରିତ୍ରକୁ ସମ୍ଭାଳି ପାରିଲେ ନାହିଁ। ସାମସନ୍ ଦଳିଲ ନାମରେ ଜଣେ ସ୍ତ୍ରୀକୁ ପ୍ରେମ କଲେ। ଆପଣମାନେ ବିଚାରକର୍ତ୍ତା ପୁସ୍ତକ ଆପଣମାନେ ପଢ଼ିଥିବେ। ସାମସନ୍ ଜଣେ ସ୍ତ୍ରୀକୁ ପ୍ରେମ କଲେ। সেই স্ত্রীর প্রেমরে সে পাগল হয়ে সে নিজের চরিত্রকে সে রক্ষা করে পারিলে না। আসন্তু আমি মানে দেখিবা বিচারকর্তা তার 16 পর্ব তার 20 পদ 16 তার 20 লেখা যায়, তো সে কহিলা দলিলা সামসনକୁ କହିଲା ପଲେଷ୍ଟିୟ ମାନେ ତୁମ୍ଭକୁ ଧରିଲେ। ତ ସେ ଅର୍ଥାତ୍ ସାମସନ୍ ନିଦ୍ରାରୁ ଜାଗ୍ରତ ହୋଇ କହିଲା, ମୁଁ ଅନ୍ୟାନ୍ୟ ସମୟ ପରି ବାହାରକୁ ଯାଇ ଆପଣଙ୍କୁ ଛାଡ଼ିବି, ମାତ୍ର ସଦାପ୍ରଭୁ ଯେ ତାହାକୁ ତ୍ୟାଗ କରିଥିଲେ ଏହା ସେ ଜାଣିଲା ନାହିଁ। ସାମସନ୍ ଭାବୁଥିଲେ ଯେମିତି ସେ ନିଜକୁ ଛାଡ଼ୁଥିଲେ ବର୍ତ୍ତମାନ ମଧ୍ୟ ମୁଁ ଛାଡ଼ିଦେବି, କିନ୍ତୁ ପ୍ରଭୁ ଯୀଶୁ ତାହାକୁ ପରିତ୍ୟାଗ କରିଥିଲେ। ସଦାପ୍ରଭୁ ତାହାକୁ ପରିତ୍ୟାଗ କରିଥିଲେ। এই ସାମସନ୍ ନିଜର ଚରିତ୍ରକୁ ସମ୍ଭାଳି ପାରିଲେ ନାହିଁ। ବର୍ତ୍ତମାନ ମଧ୍ୟ ଅନେକ ଲୋକମାନେ ଅଛନ୍ତି, ସେମାନେ ଯାଇକି ପ୍ରଚାର କରନ୍ତି ସତ୍ୟ, କିନ୍ତୁ ସେ ପ୍ରଚାରରେ ଶକ୍ତି ନଥାଏ, ପ୍ରଭୁଙ୍କର ବାକ୍ୟର ଶକ୍ତି ନଥାଏ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏବଂ ଦାଉଦ ମଧ୍ୟ, ଦାଉଦଙ୍କ ବିଷୟରେ ଯଦି ଦେଖିବେ ତାହେଲେ ସେ ଛାତ ଉପରେ ଯେତେବେଳେ ସେ ଚଢ଼ିଥିଲେ ପ୍ରଭୁଙ୍କ ପ୍ରତି ଭଲ ଭାବରେ ସେ ସଠିକ ଭାବରେ ସେ ଆଗକୁ ବଢ଼ୁଥିଲେ। କିନ୍ତୁ ଏମିତି ଏକ ଦିନ, ଏମିତି ଏକ ସମୟ ଆସିଲା ଯେ ସେ ଛାତ ଉପରେ ଚଢ଼ିଥିବା ସମୟରେ ଗୋଟିଏ ସ୍ତ୍ରୀ ସ୍ନାନ କରିଥିବା ସମୟରେ ସେଇ ସ୍ତ୍ରୀଙ୍କ ବିଷୟରେ ଦେଖି ସେଇ ସ୍ତ୍ରୀ ମୋ ପାଇଁ ଆଣିଦିଅ, ସେଇ ସ୍ତ୍ରୀ ଦାଉଦଙ୍କ ପାଇଁ ଅଣାଗଲା। ଦାଉଦ ତା ସହିତ ଅନେକ ବିଷୟ କଲେ, କିନ୍ତୁ ସେଇ ସ୍ତ୍ରୀଙ୍କର ସ୍ୱାମୀ ମଧ୍ୟ ଥିଲା। ସେଇ ସ୍ତ୍ରୀଙ୍କ ବିଷୟରେ ଯଦି ଦେଖିବେ ତାହେଲେ ସେଇ ସ୍ତ୍ରୀଙ୍କ ସ୍ୱାମୀ ମଧ୍ୟ ଥିଲା। ସେଇ ସ୍ତ୍ରୀ କେମିତି ନିଜର ସ୍ୱାମୀକୁ ଛାଡ଼ିକି ଦାଉଦଙ୍କ ପାଖରେ ଆସିଲେ, ଏ ବିଷୟ ମଧ୍ୟ ଗୋଟିଏ ବିଷୟ ଅଛି, ଗୋଟିଏ ରହସ୍ୟ ଅଛି। କାହିଁକି ସେଇ ସ୍ତ୍ରୀ ନିଜର ସ୍ୱାମୀକୁ ଛାଡ଼ି ଦାଉଦଙ୍କ ପାଖରେ, এই ବିଷୟ ଗୋଟିଏ ଷ୍ଟୋରି ଅଛି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ଦାଉଦ ନିଜର ଚରିତ୍ର ସେ ସମ୍ଭାଳି ପାରିଲେ ନାହିଁ ଏବଂ ସେଇ ସ୍ତ୍ରୀଙ୍କ ପ୍ରତି ଖରାପ ବ୍ୟବହାର କଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁଙ୍କ ନାମରେ ଧନ୍ୟବାଦ ଯେ ଗିହେଜି ଆପଣା ଚରିତ୍ର ସମ୍ଭାଳି ପାରିଲା ନାହିଁ। ଭିତର ଦୁନିଆ ବାହାର ଦୁନିଆ, ଗୋଟିଏ ମନୁଷ୍ୟ ଦୁଇ ପ୍ରକାର ଜୀବନ ଜିଇଥାଏ। ପ୍ରଥମ ମନୁଷ୍ୟ ବା ଗୋଟିଏ ମନୁଷ୍ୟ ଦୁଇ ପ୍ରକାର ଜୀବନ ଜିଇଥାଏ। ଆସନ୍ତୁ ଆମେମାନେ ଦେଖିବା ମାତୀୟ ଲିଖିତ ସୁସମାଚାର ତାର 15 ପର୍ବ ତାର 19ରେ ଲେଖାଯାଏ। 15 ତାର 19, କାରଣ ହୃଦୟରୁ କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ବେଶ୍ୟାଗମନ, ଧୈର୍ଯ୍ୟ, ମିଥ୍ୟା ସାକ୍ଷ୍ୟ, ନିନ୍ଦା ବାହାରେ। ଗୋଟିଏ ମନୁଷ୍ୟ ଦୁଇ ପ୍ରକାର ଜୀବନ ଜିଇଥାଏ। ଏମିତି ବେଶ୍ୟା, ବ୍ୟଭିଚାର, ଖରାପ କାର୍ଯ୍ୟ ଏମିତି ଜିଇଥାଏ ଏବଂ ଭଲ ବିଷୟ ମଧ୍ୟ ଜିଇଥାଏ, ଧାର୍ମିକ ପବିତ୍ର ଏହି ପ୍ରକାର ବିଷୟ ମଧ୍ୟ ଜିଇଥାଏ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଦି ପୁସ୍ତକରେ ଯଦି ଦେଖିବେ 6 ପର୍ବ ତାର 5 ପଦ,
ଅନନ୍ତର ସଦାପ୍ରଭୁ ଦେଖିଲେ ସେ ପୃଥିବୀରେ ମନୁଷ୍ୟ ଦୁଷ୍ଟତା ଅତି ବଡ଼ ଆଉ ତାହାର ଅନ୍ତଃକରଣ ଭାବନା ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦ ମାତ୍ର। ପ୍ରଭୁଙ୍କର ପ୍ରିୟ ଲୋକମାନେ ଚରିତ୍ର ବିଗିଡ଼ିବାର କାରଣ ହେଲା ପ୍ରଭୁଙ୍କର ପ୍ରିୟ ଲୋକମାନେ ଚରିତ୍ର ବିଗିଡ଼ିବାର ତିନି ପ୍ରକାର କାରଣ ଅଛି। ଗୋଟିଏ ହେଉଛି ସ୍ତ୍ରୀ ପାଏ, ଗୋଟିଏ ହେଉଛି ନିଶା ପାଏ, ଗୋଟିଏ ହେଉଛି ପଇସା ପାଏ। ପ୍ରଭୁଙ୍କର ପ୍ରିୟ ଲୋକମାନେ ଆଉ ଥରେ କହିବା ପାଇଁ ଚାହେଁ, ଚରିତ୍ର ବିଗାଡ଼ିବାର ତିନୋଟି କାରଣ। ଗୋଟିଏ ହେଉଛି ସ୍ତ୍ରୀ, ଗୋଟିଏ ହେଉଛି ନିଶା ଆପଣମାନେ ବୁଝିପାରୁଥିବେ, ଆଉ ଗୋଟିଏ ହେଉଛି ପଇସା ପାଏ। ଚରିତ୍ର ବିଗଡ଼ି ପାରେ ବା ବିଗିଡ଼ି ଯିବ ମଧ୍ୟ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ରୋମିଓ ପୁସ୍ତକରେ ଯଦି ଦେଖିବେ ତାହେଲେ ଲେଖାଯାଏ, ରୋମିଓ ତାର 2 ପର୍ବ ତାର 16 ପଦ, ଯେଉଁ ଦିନରେ ଈଶ୍ୱର ମୋହର ସୁସମାଚାର ଅନୁସାରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ମନୁଷ୍ୟମାନଙ୍କର ଗୁପ୍ତ ବିଷୟଗୁଡ଼ିକୁ ବିଚାର କରିବେ, ସେଦିନ ଏହା ପ୍ରକାଶ ପାଇବ। ପ୍ରଭୁଙ୍କର ପ୍ରିୟ ଲୋକମାନେ ଆମେ କେମିତି ଜୀବନ ଜିଉଛୁ? ଗୋଟିଏ ଭିତର ଜୀବନ ଜିଉଛୁ, ଗୋଟିଏ ବାହାର ଜୀବନ ଜିଉଛୁ। ଗୋଟିଏ ମନୁଷ୍ୟ 2 ପ୍ରକାର ଜୀବନ ଅଛି, ଗୋଟିଏ ବାହାରେ, ଗୋଟିଏ ଭିତରେ। ହେଲେ ଆମେ କେମିତି ଜୀବନ ଜିଉଛୁ ଏବଂ ଆମର ଚରିତ୍ର କ'ଣ? ଆମେ ଭଲ ଚରିତ୍ର କରୁଅଛୁ ବା ଖରାପ ଚରିତ୍ର କରୁଅଛୁ? ଆମର ନିଜର ଟ୍ୟାଲେଣ୍ଟ ଏବଂ ପ୍ରଭୁଙ୍କର ଦାନ ତ ଆମ୍ଭମାନଙ୍କୁ ଉପରକୁ ନେଇଥାଏ, ଉଚ୍ଚ ସ୍ଥାନକୁ ନେଇଥାଏ। କିନ୍ତୁ ଆମର ଚରିତ୍ର କେମିତି ଅଛି ଆମେ ନିଜେ ଜାଣିଛୁ ଏବଂ ଲୋକମାନେ ମଧ୍ୟ ଜାଣିବେ, ସମୟ ଅନୁସାରେ ଜାଣିପାରିବେ। କିନ୍ତୁ ପ୍ରଭୁ ମଧ୍ୟ ଜାଣନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଏହି ଜାଗାରେ ଲେଖାଯାଏ, ଯେଉଁ ଦିନରେ ଈଶ୍ୱର ମୋହର ସୁସମାଚାର ଅନୁସାରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ମନୁଷ୍ୟମାନଙ୍କର ଗୁପ୍ତ ବିଷୟଗୁଡ଼ିକୁ ବିଚାର କରିବେ, ସେଦିନ ଏହା ପ୍ରକାଶ ପାଇବ। ଆମେମାନେ କ'ଣ କରିଅଛୁ ସେହି ସବୁ ବିଷୟ ପ୍ରଭୁ ଯୀଶୁ ଯେତେବେଳେ ବିଚାର କରିବେ ସେଦିନରେ ଜଣାପଡ଼ିବ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଆମର ମସ୍ତିଷ୍କରେ, ଆମର ମୁଣ୍ଡରେ ଯଦି ପାପକୁ ରଖି ଯଦି ଆମେମାନେ ଆଗକୁ ବଢ଼ିବା ତାହେଲେ ବଢ଼ିପାରିବା ନାହିଁ। ଯଦି ଯୀଶୁଙ୍କୁ ନିଜର ମସ୍ତିଷ୍କରେ ସେଟ୍ କରିକି ଆମେମାନେ ଆଗକୁ ବଢ଼ିବା ତାହେଲେ ବଢ଼ିପାରିବା। କାରଣ ଲେଖାଯାଏ, ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆମର ଦିମାଗରେ, ଆମର ବୁଦ୍ଧିରେ ପାପ ରଖି ଖ୍ରୀଷ୍ଟିଆନ ଜୀବନ ଯିବା ତାହେଲେ ଆଗକୁ ବଢ଼ିପାରିବା ନାହିଁ। ଯଦି ପରମେଶ୍ୱରଙ୍କୁ ରଖି ଖ୍ରୀଷ୍ଟିଆନ ଜୀବନ ଯଦି ଯିବା ତାହେଲେ ଆଗକୁ ବଢ଼ିପାରିବା। ଆମେମାନେ ପାପକୁ ରଖି ଯଦି ଖ୍ରୀଷ୍ଟିଆନ ଜୀବନ ଯିବା ତାହେଲେ ଜିଇପାରିବା ନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ ଅନେକ ବିଷୟ ଏ ବିଷୟରେ ଅଛି। ଈଶ୍ୱରଙ୍କର ପବିତ୍ର ବାଇବଲରେ ଅନେକ ବିଷୟ ଲେଖାଯାଏ, ପଦପର୍ବ ମଧ୍ୟ ଲେଖିଅଛି, ଅନେକ ବିଷୟ ଲେଖିଅଛି ଏହି ଚରିତ୍ର ବିଷୟରେ। କିନ୍ତୁ ଆପଣମାନେ ଗୋଟିଏ ବିଷୟ ଦୁଃଖ ଲାଗେ, ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନେ ଏହି ପ୍ରକାର ଭିଡ଼ିଓ ମାନଙ୍କୁ ଦେଖିବା ପାଇଁ ଇଚ୍ଛା କରନ୍ତି ନାହିଁ। ୟୁଟ୍ୟୁବରେ ଅନେକ ପ୍ରକାର ଭିଡ଼ିଓ ଅଛି, ଆପଣମାନେ ଦେଖନ୍ତି ଏବଂ ଆପଣମାନଙ୍କୁ ବହୁତ ଲମ୍ବା ଭିଡ଼ିଓ ହେଲେ ଆପଣମାନେ ଦେଖନ୍ତି ନାହିଁ। ଛୋଟ ଭିଡ଼ିଓ କିଛି ମାତ୍ର 2 ମିନିଟ୍ 3 ମିନିଟ୍ର ଭିଡ଼ିଓ ଆପଣମାନେ ଦେଖନ୍ତି। ଅନେକ ଲମ୍ବା ଭିଡ଼ିଓ ଆପଣମାନେ ଦେଖନ୍ତି ନାହିଁ। କାହିଁକି ଦେଖନ୍ତି ନାହିଁ? ଆପଣମାନେ ଦେଖିବା ଦରକାର, ତେବେ ଯାଇ ଆପଣମାନେ ଜାଣିପାରିବେ, ଶିଖିପାରିବେ। এই চরিত্র বিষয়ে এতকি মাত্র কইଅଛି, ବହୁତ କିଛି ଅଛି ପ୍ରଭୁଙ୍କର ପ୍ରିୟ ଲୋକମାନେ। କାରଣ ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖା ଅଛି, ଆପଣମାନଙ୍କୁ କହୁଅଛି, ବର୍ତ୍ତମାନ ସମୟରେ ସତ୍ୟ ଘଟଣା ପ୍ରତି ମନ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେଉଅଛ କିମ୍ବା ଦେଉନାହ ପ୍ରଭୁଙ୍କର ପ୍ରିୟ ଲୋକମାନେ। ଏବଂ ଏମିତି ମଧ୍ୟ ଲେଖା ଅଛି ଈଶ୍ୱରଙ୍କର ପବିତ୍ର ବାଇବଲରେ, ଯେତେବେଳେ ଲୋକମାନେ ସଠିକ ଶିକ୍ଷା କହିବେ, ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖା ଯାଇଥିବା ବିଷୟ ଯଦି କହିବେ ତାହେଲେ ଲୋକମାନଙ୍କୁ ବାଧିଯିବ, ଶୋଇପାରିବେ ନାହିଁ, ସମ୍ଭାଳି ପାରିବେ ନାହିଁ। ସେହି ପ୍ରକାର ଶିକ୍ଷକମାନଙ୍କୁ, ସେହି ପ୍ରକାର ଟିଚରମାନଙ୍କୁ, ସେହି ପ୍ରକାର ପାଳକମାନଙ୍କୁ ଲୋକମାନେ ଭଲ ବୋଲି କହୁନାହାନ୍ତି, ଖରାପ ବୋଲି କହୁଛନ୍ତି। କାରଣ ସେମାନଙ୍କୁ ନିଜର କାନକୁ ସୁନ୍ଦର ଲାଗିଲା ଭଳି, ନିଜକୁ ସ୍ୱାଦିଷ୍ଟ ଲାଗିଲା ଭଳି ସେମିତି ପ୍ରଚାରକ, ସେମିତି ଭବିଷ୍ୟତ ବକ୍ତା, ସେମିତି ଶିକ୍ଷକମାନଙ୍କୁ ସେମାନେ ଖୋଜନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆମର ନିଜର ଜ୍ଞାନ ଏବଂ ପ୍ରଭୁଙ୍କର ଦାନ ଦ୍ୱାରା ଆମେ ଉଚ୍ଚ ଜାଗାରେ ଯାଇଥାଉ। ନିଜର ବୁଦ୍ଧି, ନିଜର ଜ୍ଞାନ ଆମକୁ ଉଚ୍ଚ ଜାଗାକୁ ନେଇଥାଏ। କିନ୍ତୁ ଆମର ଚରିତ୍ର ଯଦି ଖରାପ ତାହେଲେ ଗୋଟିଏ ସେକେଣ୍ଡରେ ତଳକୁ ଖସି ଯାଇ ହେବ। ଏବଂ ଭଲ ଚରିତ୍ର, ଖରାପ ଚରିତ୍ର ଆମେମାନେ ନିଜେ ହିଁ କରିଥାଉ।
ଚରିତ୍ର ବିଗାଡ଼ିବାର ତିନୋଟି କାରଣ ହେଲା ସ୍ତ୍ରୀ ପାଇଁ, ପଇସା ପାଇଁ, ନିଶା ପାଇଁ। এই ତିନୋଟି କାରଣ ପାଇଁ ଚରିତ୍ର ବିଗିଡ଼ି ପାରେ। ଆପଣମାନେ এই ତିନୋଟି କାରଣ ପ୍ରତି ଆପଣମାନେ ସାବଧାନ ରୁହନ୍ତୁ। এই ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ।